ଯୋଉ ଆପଣଙ୍କର କାଲି ଯୋଉ କର୍ମଚାରୀ ଟେଣ୍ଟ କର୍ମଚାରୀ ଯୋଉ ତାଙ୍କରି ଥିଲା ଟେଣ୍ଟ କର୍ମଚାରୀ ନା ଯୋଉ ଯାତ୍ରା ପାଟରେ ଯୋଉ ଲେବର କରନ୍ତି ପେଣ୍ଡାଲ ଫ୍ଲାଟ ଏଇ ଯୋଉ କାମ ସେଇଥିରୁ। ଆଜ୍ଞା ଆଜ୍ଞା ସେମାନେ ଅଭିଯୋଗ ଆଣିଛନ୍ତି ଆଜ୍ଞା। ଯେ ପାର୍ବତୀ ପାର୍ଟି ଆମକୁ ପଇସା ଦେଇନାହାନ୍ତି, ଯୋଉଟା କି ତା ନେଇକି ବହୁତ ପ୍ରକାର ତାଙ୍କର 7 ଦିନ ଟାଇମ ନେଇଛନ୍ତି। କଣ କହିବେ ତାହେଲେ? ପାର୍ବତୀ ପାର୍ଟି ପାଖରୁ ଆମର ଯିଏ ଯୋଉ ଲିଡର ଥିଲେ, ଲେବର ଲିଡର ହଁ। ଥିଲେ, ହୁଁ ସେ ମୋ ପାଖରୁ କିଛି ପଇସା ପାଇବେ ନିଶ୍ଚିତ। କାହିଁକିନା ହୁଁ ହୁଁ ପାର୍ଟିଟା ଲସ୍ ହେଲା ନା। ହୁଁ ହୁଁ। ଲସ୍ ହେବାର ମୁଖ୍ୟ କାରଣ ଆଚ୍ଛା। ଯେ ଆପଣ ଭାଇ ଲସ୍, ମୁଁ ଯାତ୍ରା ପାର୍ଟି 15-16 ବର୍ଷ ହେଲା ମ୍ୟାନେଜମେଣ୍ଟ କଲିଣି। ଯାତ୍ରା ପାର୍ଟିରେ ଲସ୍ କଣ ମୁଁ ଜାଣିନଥିଲି ପାରେ। ହୁଁ ଲସ୍ ହେଇନି, କିନ୍ତୁ ଲସ୍ ହବାର ମୁଖ୍ୟ କାରଣ ସେ ରାଜୁ ଯୋଉ ଟେଣ୍ଟ ମିସ୍ତ୍ରୀ ରାଜୁ ଟେଣ୍ଟ ବାନ୍ଧୁଥିଲା, ହୁଁ ତା ପାଇଁ ମୋର 4 ଜାଗା ଯାତ୍ରା ଫେଲ୍ ହେଇଛି। ରାତି ଯଦି 3 ଦିନିଆ କ୍ୟାମ୍ପର 11:30 ରାତିର ପାଲ ପକାଏ, ତାହେଲେ କମିଟି ବାଲା ପଇସା ଦେବେ କି? ପଇସା କାଟିଲେ। ଗୋଟେ ଗୋଜାବନ୍ଧ ମହାକାଳ ପଡାରେ ଯାତ୍ରା ହବା ପାଇଁ ଯାଉଥିଲା, 4ଟା ବେଳେ ବର୍ଷା ଟିକେ ହେଇଗଲା, ଛାଡିଗଲା, ଆଉ ପାଲ ପକେଇଲେନି। ମୁଁ 160 ନାଗାଟା କଣ୍ଟ୍ରାକ୍ଟ ଯାଇଥିଲି। ଆଜି ବି ସେ କମିଟି ପଚାରି ପାରିବା। ସେ ଯାତ୍ରା ବନ୍ଦ ହେଲା, କଣ୍ଟ୍ରାକ୍ଟ 2 ରାତି ନେବା କଥା, 1 ରାତି ନେଲେ, 1 ରାତି ଗଲା। 160 ମୋର ଆଜ୍ଞା ଗଲା। ମକର ବେଳେ ଆମର ଯୋଉ ଲେବର ଲିଡର ଦେଇଥିଲେ, ପିଲା ଦେଇଥିଲେ ଇଲେକ୍ଟ୍ରିକ ବୋଲି ଗୋଟେ ଭାଗି ବୋଲି ଲାଇଟ୍ ଅପରେଟର ଗୋଟେ ଥିଲା। ଯେତେ ନୂଆ ଲାଇଟ୍, ମୋର କିଛି ଲାଇଟ୍ର ଅବସ୍ଥା ନାହିଁ, ଏକୁ ନେଇଯା ତାକୁ ନେଇଯା। ଯାତ୍ରା ପାର୍ଟି ମୁଁ ଜାଣିନଥିଲି ଯେ 12:30 1 ବେଳେ ପାର୍ଟି ସିଫ୍ଟିଂ ହୁଏ। ମୋର ଖାତା ପଡିଛି, ଡେଲି ଖାତା। ଆପଣ ମାନେ ମିଡିଆ ବନ୍ଧୁ ମାନେ ବି ଆସିକି ଦେଖିପାରିବେ। ଏବେ ମୁଁ କହିବି 11:30, 12:30, 1 ବେଳେ ଗାଡି ବାହାରିଛି। ଯଦି ଲେବର ଲିଡର ବାବୁଙ୍କୁ କହିବି କଣ ହେଲା ନା, ସନ୍ଧ୍ୟାବେଳେ ତମେ ପଇସା ପଠେଇଲ, ଆଉ ଲେବର କେମିତି ଆସିବେ? 35ଟା ଲେବରରେ ମୁଁ କଥା ହେଇଥିଲି କାମ କରିବା ପାଇଁ ଆଜ୍ଞା। 35ଟା ଲେବର କହିଥିଲି। 2 ମାସ ଆଜ୍ଞା ପିଲା ଠିକ ସେ ଲେବର ଲିଡର ବାବୁ ଯେ ଆମର କାମ ଦାୟିତ୍ୱ ନେଇଥିଲେ, ଆଉ ସେ ଦିଲ୍ଲୁ ବୋଲି ଯୋଉ ଲେବର ଲିଡର ବାବୁ ନେଇଥିଲେ, 35ଟା ଲେବର ଦେଇଥିଲେ। 2 ମାସ ମୋର ଠିକ ଠାକ ଚାଲିଥିଲା। ମୋର ତାକୁ ବି ଯାତ୍ରା ପାର୍ଟି ଲାଇନ କି ମୁଁ ପ୍ରଥମ ଆଣିଥିଲି। ସମ୍ପର୍କ ମୋର ଭଲ। ଆଜି ବି କହୁଛି ସେ କିଛି ପଇସା ମୋ ପାଖରୁ ପାଇବ, ଭୁଲ ନାହିଁ। କାରଣ ମୋର ଲସ୍ ହେଇଗଲା। ଲସ୍ ହବାର ମୁଖ୍ୟ କାରଣ ଟେଣ୍ଟ ପାଇଁ କିଛି ଲସ୍ ହେଇଛି, ଲେବର ପାଇଁ କିଛି ଲସ୍ ହେଇଛି, ଲାଇଟ୍ ପାଇଁ କିଛି ଲସ୍ ହେଇଛି, ଏବଂ ମହେନ୍ଦ୍ର ମାଷ୍ଟର ବୋଲି ମୋର ଜଣେ ଥିଲା ଡ୍ୟାନ୍ସ ମାଷ୍ଟର, ସିଏ ପଇସା ପତ୍ର ନେଇ କୋରିଓଗ୍ରାଫର, ତା ପାଇଁ ପିଲା ଏପଟ ସେପଟ ହେଲା, ତା ପାଇଁ ବି ଲସ୍ ହେଇଛି। ମେଲୋଡି ପାଇଁ ଲସ୍, ନାଟକ ପାଇଁ କିଛି ଲସ୍ ହେଇନି। ନାଟକଟି ମୋର ସୁନ୍ଦର ହଉଥିଲା। କିନ୍ତୁ ପାର୍ବତୀ ଗଣନାଟ୍ୟରେ କିଏ ଅଛି? ଏଇଠି କେହି ନାହାନ୍ତି ବ୍ୟାନର ଆର୍ଟିଷ୍ଟ। ତାପରେ ଏଇଟା ପାର୍ଟିଟା ବଦନାମ ପାର୍ଟି ଥିଲା ଆଜ୍ଞା। ମୁଁ ଯାହା କହୁଛି ସୋସିଆଲ ମିଡିଆରେ କୁହନ୍ତୁ ପୁରା। ଯୋଉ ଯାତ୍ରା ପାର୍ଟି ଭାଇ ବାହାରିଲା ପ୍ରଥମ 4 ମାସ ଆଜ୍ଞା, ମୁଁ ଚା ପିଉଥିବି, ଏଠି ଛିଡା ହେଇ ଚା ପିଉଥିବି, ଆମ ଗାଁର ଯାତ୍ରା ପାର୍ଟି ପାର୍ବତୀ ପଡିଛି, ଆସୁନ। ପବିତ୍ର ପାତ୍ର ଯାତ୍ରା ପାର୍ଟି, ଆଜ୍ଞା ଏ 4 ଦିନ ଆମ ଗାଁରେ ବନ୍ଧା ପଡିଗଲା, ସେଇ ପାର୍ବତୀ। ହେଲେ ନା ରେ ଭାଟି ଭଲ ହେଇଛି, ଭଲ ହଉଛି, ଚାଲ। ଏଇ କଳଙ୍କ ଲିଭେଇବା ପାଇଁ ମତେ ଲାଗିଗଲା ଆଜ୍ଞା ଜାନୁଆରୀ ଫେବୃଆରୀ ପର୍ଯ୍ୟନ୍ତ। ତା ପାଇଁ ବି ବେପାର ମୋର ଲସ୍, ସବୁ ମିଶିକି ମୋର 50 ଲକ୍ଷ ଟଙ୍କା ଲସ୍ ହେଇଯାଏ ଆଜ୍ଞା। ମୁଁ କୋଟିପତି ମାଲିକ ନୁହେଁ କି ମ୍ୟାନେଜର ନୁହେଁ କି କାହାର ମୁଁ ଖାଇନି, କିନ୍ତୁ ମୁଁ କୋଉଠୁ ସୁଧିଆର ପଇସା ଆଣେ, କୋଉଠୁ ସାଙ୍ଗସାଥି ଧାର ଆଣେ, କିନ୍ତୁ କୋଉ କମିଟି ବାଲା ଯାତ୍ରା ପାର୍ଟି ପଇସା ଦେଇଛନ୍ତି ମୁଁ ଯାତ୍ରା ଫେଲ୍ କରିଛି ନାହିଁ। ଯୋଉ ବାବୁ ଭଦ୍ରଲୋକ ମୋର କ୍ୟାନସଲ କରିଛନ୍ତି 1-2ଟା କମିଟି, ସେ ଭଦ୍ରଲୋକଙ୍କର ମୁଁ ପଇସା ଅଲରେଡି ତାଙ୍କ ଖର୍ଚ୍ଚ ଦେଇ ଫେରେଇ ଦେଇଛି, ବୁଝିଲେ। ଆଉ ମୋ ସାଙ୍ଗସାଥି ସମ୍ପର୍କ ଅଛି, ଧାର ଆକାର ଦେଇଛନ୍ତି, କମିଟି ବାବୁ ଦେଇଛନ୍ତି ଧାର ଆକାର, କିନ୍ତୁ କମିଟି ପଇସା ସେମିତି କିଛି ମୋର ନାହିଁ। କିନ୍ତୁ ସମସ୍ତଙ୍କୁ ଲେବର ଠୁ, କଳାକାର ଠୁ, ଡ୍ୟାନ୍ସ ଠୁ ସମସ୍ତଙ୍କୁ କହିଛି ମତେ ଟିକେ ଟାଇମ ଦିଅନ୍ତୁ, ମୁଁ ପଇସା ବ୍ୟବସ୍ଥା କରୁଛି, ସମସ୍ତଙ୍କୁ ଦେଇଦେବି। ମୋ ଲସ୍। ପବିତ୍ର ବାବୁ ଲାଷ୍ଟ ଟାଇମରେ ମୋର ଫୋନଟା ଉଠେଇଲେ ନାହିଁ। ଯଦି ନ ଉଠେଇଲେ, ସେ ଯୋଉ ଦିଲ୍ଲୁ ଲେବର ଲିଡର ଏବଂ ଭାଗି ଥିଲେ ଟେଣ୍ଟ ବାଲା ଜାଣିଛନ୍ତି, ଯୋଉ ଦୁର୍ଗା ମନ୍ଦିର ମାଲିକ ଯିଏ ଦୀପୁ ସେନାପତି ଦୀପୁ ବାବୁ କରୁଛନ୍ତି, ସିଏ 20 ଲକ୍ଷ ଟଙ୍କା ଧରି ଗଲା ପରେ ମୁଁ ପାର୍ଟିଟା ରିଲିଜ କରିକି ଆଣିଲି। ତାଙ୍କର ଯୋଉ ତିହିଡିରୁ ଜଣେ ବାବୁ, ସେ ପଇସା ଦେଲେ 20 ଲକ୍ଷ ଟଙ୍କା ଦେଲା ପରେ ମୁଁ ପାର୍ଟି ରିଲିଜ କରିକି କାହାକୁ ସେକୁ ଛୁଟି ଦିନ ବି ମୁଁ ତାଙ୍କୁ ଦେଇଛି 10, 20, 30, 35, 40 ହଜାର ଟଙ୍କା ଦେଇଛି ଆଜ୍ଞା। ଦିଲ୍ଲୁ ଲେବର ଲିଡର ଭାଗିକି ଦେଇଛି 20, 10, 40 ନା 50 ଦେଇଛି। ଏମିତି 10-20 ଲକ୍ଷ ଯାତ୍ରା ପଟରେ 5-10 ଦେଲେ କିଛି ନୁହଁ ଆଜ୍ଞା। ପଇସା କିଛି ପାଇବେ, କିନ୍ତୁ ମୁଖ୍ୟ କଥା କହୁଛି
ଯାତ୍ରା ପାର୍ଟିର ଯେତେବେଳେ କହିବି ଭାଇ କଣ ହେଲା ପିଲା କଥା ନା ତମେ ପଇସା ତ ଲେଟ୍ ରେ ଦେଲ ପଇସା ଦେଇପାରିଲନି ପିଲା ଆସିପାରିଲେନି 35 ଲେବର ପିଲାର ଦାୟିତ୍ୱ ନେଇକି 18ଟା 20ଟା ପିଲା ହେବେ ଗେଟ୍ କାମ ସରିଲା ପରେ ସେଇ ପିଲା ଯିବେ ସାଉଣ୍ଡ ଗାଡି ଲୋଡ୍ କରିବେ ସେଇ ପିଲା ଯିବେ ପେଣ୍ଡେଲ ଲୋଡ୍ କରିବେ ଆଜ୍ଞା ଯାତ୍ରା ହବ ଟାଇମ୍ର ପାର୍ଟି ଯାଇକି ଯାତ୍ରା କରିବ ଟାଇମ୍ରେ ମୁଁ ଯାଇକି ପହଞ୍ଚୁନି କମିଟି ମୋ ପଇସା କାଟିଛନ୍ତି ମୁଁ କମିଟିକି ଆଉ କିଛି କହିପାରିଲିନି ଯେ ତାଙ୍କ ଟାଇମ୍ରେ ଠିକ୍ ମୋ ପଇସା କିନ୍ତୁ ତାପରେ ବି କିଛି ମୋର ଯେତେ ଲସ୍ ହଉ ଆଜି ବି ରାଜୁ ଟେଣ୍ଟ ମିସ୍ତ୍ରୀ ଉପରେ 1,85,000 ମୋର ଅଛି କିନ୍ତୁ ଦିଲ୍ଲୀ ଲେବଲ ଲିଡର ଯେ ବାବୁ ମୋର ଦେଇଥିଲେ ଲେବର ଦେଇଥିଲେ ସେ ପଇସା ପାଇବେ ଆଉ ତାପରେ ଭାଗି ଯୋଉ ଲାଇଟ୍ ଏତେ ସଇଲା ପରେ ବି ସେ ପାଖାପାଖି ସେଇ କିଛି ପଇସା ବି 1.5 ଲକ୍ଷ ପାଇବେ ଇଏ ବି 3-4 ଲକ୍ଷ ଟଙ୍କା ପାଇବେ ଅଛି ମାସ କର ପଇସା ମାସେ 1.5 ମାସ ଭିତରେ ପଇସା ବାକି ଅଛି କାରଣ ଲାଷ୍ଟ ବେପାର ହେଇନି କିନ୍ତୁ ଆଜି ବି କହୁଛି ସୋସିଆଲ ମିଡିଆ ଦ୍ୱାରା ମୁଁ ସମସ୍ତଙ୍କ ପଇସା ଦେଇଦେବି ପଇସା ରଖିବିନି ବାବୁମାନଙ୍କୁ ଡାକି ଦେବି ଧୀରେ ଧୀରେ ଦେଇଦେବି କାରଣ ମୋର କିଛି ବ୍ଲାକ୍ ମନି ନାହିଁ କି ମୋର କୋଉଠି 2 ନମ୍ବର ପଇସା ନାହିଁ 1 ନମ୍ବର ପଇସା ମୁଁ ସୁଧ ହଉ ଲୋନ୍ ହଉ ମୁଁ ଗୋଟେ ଲୋନ୍ ଆପ୍ଲାଏ ବି କରୁଛି 40-50 ଲକ୍ଷ ଟଙ୍କା ଲୋନ୍ କରୁଛି ଆଉ 20-25 ଲକ୍ଷ ଟଙ୍କା ମାର୍କେଟରେ ଅଛି ଏଇ ଯୋଉ କଳାକାରଙ୍କର ସମସ୍ତଙ୍କର କଳାକାର ବି ଅଭିଯୋଗ କରିଛନ୍ତି ଯେ ଆପଣ ସବୁ ମୁଁ ଦେଇଦେବି ଆଜ୍ଞା ଶୁଣନ୍ତୁ ମୁଁ କହୁନି ମାଲିକ ମାନେ ଆଜ୍ଞା ମୁଁ ଗୋଟେ ନାଁ କହୁଛି ଅଶୋକ ସମ୍ରାଟ ବନ୍ଦ ହେଇଗଲା 3 ମାସର କଳାକାର ମୋ ପାଖରେ ଚାକିରି କରିଛନ୍ତି କହିଛନ୍ତି ଅଶୋକ ସମ୍ରାଟ 3 ମାସର ପଇସା ପାଇମୁ ଏଇଠି ବି ଚାକିରି କରିଛନ୍ତି କାହିଁ ତାଙ୍କୁ ତ ପଦେ କହିପାରୁନାହାନ୍ତି ଏଇ ଦୁର୍ଗା ମନ୍ଦିର ପାର୍ଟି ବନ୍ଦ ହେଇଗଲା ପଇସା ବି କଳାକାର କିଛି ପାଇବେ କି ଲେବର ପାଇବେ କାହିଁ ତ ଦିନେ କହିନାହାନ୍ତି ଏଇ ତାରିଣୀ ଗଣନାଟ୍ୟ ବନ୍ଦ ହେଇଗଲା ସେ ତ କାହିଁ କହିଲେ ଆଜି ବି କହୁଛି ଯୋଉ ସୂର୍ଯ୍ୟବଂଶୀ କରିଛନ୍ତି ଯୋଉ ସୁନୀଲ ବାବୁ ନା ସୁଶୀଲ ବାବୁ 35,000 ଗୋଟେ ସୁନୀଲ ବାବୁ 35,000 ଟଙ୍କା ଗୋଟେ ଦେବେ ଆମର ବସନ୍ତ ବାବୁ ଲେବର ଲିଡର ବସନ୍ତ ବାବୁ ପରିଚାଳକ ଥିଲେ ଗୋଟେ ଡ୍ୟାନ୍ସ ପିଲା ଗୋଟେ 35,000 ମୋର ଦେବେ ରାଜି ହେଲେ ଆମେ ଦେଇଦେବୁ କିନ୍ତୁ ମୋ ଫୋନ୍ ଉଠେଇଲେନି ଦେଲେ ନାହିଁ 35,000 ଟଙ୍କା ମୁଁ ପାଇମି ମାନେ ଯୋଉ ଆମର ଉତ୍କଳ ରଙ୍ଗମଞ୍ଚରୁ ଉତ୍କଳ ରଙ୍ଗମଞ୍ଚ ପାର୍ଟିରୁ ସେ ବି ପାର୍ଟି ପୁରେଇ ଦେଲେ କାହିଁ ମାଲିକ କୋଉଟା କିନ୍ତୁ କାହା କଥା ମୁଁ କହିବିନି ଯେତେ ବଡ କଥାର ଜଳେ ବାଉଁଶ ଛେଡ଼ା ପଡିଲ ମୁଁ ଆଜ୍ଞା ସମସ୍ତେ ଦେଇଛନ୍ତି କିଛି କହୁନି ମୁଁ କାହା କଥା କହିବାକୁ ଚାହୁଁନି ମୁଁ ଆଜ୍ଞା ଯାତ୍ରାପାର୍ଟିଟା ପାର୍ବତୀ ଗଣନାଟ୍ୟ ନେଇ ଚଳଉଥିଲି ମୋ ପାଖରେ ପଇସା ହେଇପାରିଲାନି ବୋଲି ମୁଁ ପାର୍ଟି ଆଉ କରିପାରିଲିନି ଦୀପୁ ସେନାପତି ବାବୁ ଯେ ମାଲିକ ସେ ପାର୍ଟି କରିଛନ୍ତି ମୁଁ ତାଙ୍କୁ ସାହାଯ୍ୟ କରୁଛି ପାର୍ଟି ମୁଖ୍ୟ ପରିଚାଳକ ଦାୟିତ୍ୱରେ ମୁଁ ଅଛି ମୁଁ ସାହାଯ୍ୟ କରୁଛି ଆଜି ବି ସୋସିଆଲ ମିଡିଆ ଦ୍ୱାରା ଭଏସ ରେକର୍ଡରେ କହୁଛି ଆପଣ ସମସ୍ତ ପଇସା ଟାଇମ୍ ଦିଅନ୍ତୁ ମୁଁ ଜଣକର ରଖିବିନି ଦେଇଦେବି ମୋ ମାଧୁର ଚୌଧ ନୁହଁ ଆଜ୍ଞା କରଣ ଛୁଆ ସମସ୍ତଙ୍କ ପୁଆ ଦେବି ଆଜ୍ଞା କିନ୍ତୁ ମୋର ଯୋଉ କ୍ଷତି କରିଛନ୍ତି ମୋ କ୍ଷତିଟାକୁ ସେ ପୂରଣ କରିପାରିଲେ କି କିନ୍ତୁ ମୁଁ ଦିଲ୍ଲୀ ଲେବଲ ଲିଡର କହୁଛି ବାବୁ ତୋର କିଛି ପଇସା କାଟିକି ଦେବି ସେ ରାଜି ହେଇଛି ପୁରା ଭାଗି ବି କହିଛି ଭାଗି ବି କହିଲା ହଁ ଭାଇ ମୋର କିଛି କାଟିଦିଅ ତମ ଲସ୍ ହେଇଛି ଆମେ ଫେଲ୍ କରୁଛୁ ହେଲା ଆଉ ମାନେ କଥା ରାଜୁ ଟେଣ୍ଟ ମିସ୍ତ୍ରୀ କଥା ନ କହିବା ଭଲ ଆଜ୍ଞା କାନ୍ଦିଛି ଆଜ୍ଞା ପାର୍ଟି ସକାଳୁ ଲୋଡ ହଉଥିବ 3 ଜଣ ମୋର ଗୋଟେ ପାର୍ଟି ପଡିଥିଲା ଏଇ ନିତ୍ୟା ନନା କମେଡି ଥିଲେ ସେ ମୋ ନାଁରେ ବି ଦୁନିଆର ସୁନାମ କହୁଥିଲେ ତାଙ୍କର ଏବେ ଗୋଟେ କଣ ବ୍ୟକ୍ତିଗତ ସମ୍ପର୍କ ଦୃଷ୍ଟିରୁ ଗୋଟେ କଣ ମୋ ନାଁରେ ଦୁର୍ନାମ କହିଛନ୍ତି ସେଥିପାଇଁ ମୁଁ କିଛି ଚିନ୍ତା କରୁନି ସିଙ୍ଗିରିର ଆଜ୍ଞା ମୁଁ 2.5 ଲକ୍ଷ ଟଙ୍କା ନା ରାତି ଯାଇଥିଲି ମୋର ଫାଷ୍ଟ ନାଇଟ୍ ଆଜ୍ଞା ମୋ 68 ସେଲ୍ ହେଲା ଦେଇଦେଲେ ଟେଣ୍ଟ ଆଜ୍ଞା ଗାଁ ଲୋକ ଆସି ଟେଣ୍ଟ କଲେ ପଇସା ପଠେଇଲି ଫୋନ୍ ପେରେ ଏବେ ବି ଚେକ୍ କରିବି କୋଉ ଡେଟ୍ରେ ପାର୍ଟି ହେଇଥିଲା କୋଉ ଡେଟ୍ରେ ପଇସା ପଠେଇଛି କିନ୍ତୁ ରାଜୁ ଟେଣ୍ଟ ମିସ୍ତ୍ରୀ ଟାଇମ୍ରେ କରିପାରୁନି ଆଜ୍ଞା ବଦନାମ କରୁଛନ୍ତି ଆଜ୍ଞା ଆମେ ସେ କଥା କହିବୁନି ଲୋକ ତ ବହୁତ କଥା କହିବେ ଆପଣଙ୍କ ମିଡିଆ ଦ୍ୱାରା ମୁଁ ବି କହୁଛି ଭଏସ୍ ରେକର୍ଡରେ ହେଲା ମୁଁ ସମସ୍ତଙ୍କ ପଇସା ଟାଇମ୍ ଦେବେ ମୁଁ ମାସେ 2 ମାସ ଭିତରେ ଧୀରେ ଧୀରେ ସମସ୍ତଙ୍କ ପଇସା କ୍ଲିୟର କରିଦେବି ଯୋଉଦିନ କ୍ଲିୟର କରିଦେବି ସେଦିନ ପୁଣି କହିବି ସମସ୍ତ କ୍ଲିୟର କିନ୍ତୁ କାହା ପଇସା ମୁଁ ଖାଇବିନି ମୋ ବାପ ଶିଖେଇନି ଯେ କାହାର ଠକେଇବାର ଚୋରି କରିବ ଆଜ୍ଞା ବାବୁଲେ ଆଉ ଗୋଟେ ଅଭିଯୋଗ ଆପଣଙ୍କ ନାଁରେ ଅଛି ଗୋଟେ ପାର୍ବତୀ ଗଣନାଟ୍ୟ କୋଉଠି ଆପଣ ମାନେ ନେଇଯାଇଛନ୍ତି ଆପଣଙ୍କ ନାଇଁ ସେଟା ଭୁଲ ପାର୍ବତୀ ପାର୍ଟିଟା ମୁଁ ଚଳଉଥିଲି ପାର୍ବତୀ ପାର୍ଟି ପବିତ୍ର ବାବୁଙ୍କର ପାର୍ଟି ଥିଲା ସେ ପାର୍ଟି ଜିନିଷଟା ବିଲରେ ପଡିଥିଲା ଜେସିବି ଆଣି ଟାଣି ଟୁଣାକି ଆପଣ ମାନେ ମିଡିଆ ଲୋକ ଜାଣିଥିବେ ଲାଇଟ୍ ଟୁ ସାଉଣ୍ଡ ଟୁ ଡ୍ରେସ୍ ଟୁ ହାନି ଲାଭ ସବୁ ମୁଁ କରିଥିଲି ଯେତେବେଳେ ପବିତ୍ର ବାବୁ ତାଙ୍କ ଭଣଜାକୁ ମୁଁ ଫୋନ କଲି ଆଜ୍ଞା ଅସୁବିଧା ହେଲାଣି କଳାକାର ଆଜ୍ଞା ହେଲା ଗୋଟେ ନାଁ କହୁଛି ମିଥିଲେଶ ଅଙ୍କିତା ଯାଇଛନ୍ତି ଶ୍ରୀମନ୍ଦିରକୁ ମାନସ ବିନି ଯାଇଛନ୍ତି ଧଉଳିକି
ଆଜ୍ଞା 10ଟା ଚେୟାର ଭାଙ୍ଗି ଦେଇଛନ୍ତି। ମୁଁ ନାହିଁ ପଇସା ପାଇଁ ଆସିଛି ଆଜ୍ଞା, ଗୋଡ଼ ଧରୁଛି ଲୋକଙ୍କର। ଚେୟାର ଭାଙ୍ଗିକି ବାକ୍ସ ବାଡେଇକି ଭାଷା ମା ଆଜ୍ଞା କୁଆଡେ ଗଲା, ଆମ ପଇସା ଦେଲାନି ଭାଷା। ହଁ ସେ ଅଡିଓ କଲ୍ ସେ ରେକର୍ଡିଂ ଅଡିଓ ଅଛି, ପଠେଇବି କି ଆପଣଙ୍କ ପାଖକୁ? ନା ମୋ ପାଖକୁ ଆସିଛି ସେ ଅଡିଓ ଟା। ବାସ୍ ଆଜ୍ଞା, ମୁଁ ଆପଣ ମାନଙ୍କୁ ନେଇକି ମୁଁ ତାକୁ ରଖିନଥାନ୍ତି ମିଥିଳେଶ ଅଙ୍କିତାକୁ। ପବିତ୍ର ବାବୁ ଯୋଉ ମାଲିକ ଥିଲେ, ପୂର୍ବତନ ମାଲିକ ଯୋଉ ପାର୍ବତୀପୁର ଥିଲେ, ସେ କହିଲେ ମୁଁ 5 ଲକ୍ଷ ଟଙ୍କା ଆଡଭାନ୍ସ ଦେଇ ତାକୁ ରଖିଦିଅ। ମୁଁ ତାକୁ 11 ଲକ୍ଷ ଟଙ୍କା ଦରମା ଦେଇ ଫାଇନାଲ କରିଥିଲି, ପୁଣି 11 ଲକ୍ଷ ତାଙ୍କର ଯୋଗ୍ୟତା। କାହାକୁ ପବିତ୍ର ସାର୍ କାହାକୁ 5 ଲକ୍ଷ ଟଙ୍କା ଆଡଭାନ୍ସ ଦେଇଥିଲେ? ମିଥିଳେଶ ଅଙ୍କିତାକୁ। ଆଚ୍ଛା 5 ଲକ୍ଷ ଦେଇଥିଲେ ରାଜଧାନୀ ପାଇଁ ନା କାହା ପାଇଁ ଦେଇଥିଲେ, ତାହେଲେ ତମେ ରଖିଦିଅ। ମୁଁ ଆପଣ ଯୋଉ ରେଟ୍ କରିଛନ୍ତି ସେ ରେଟ୍ରେ ମୁଁ ଦେଇପାରିବିନି, କାରଣ ମୋର ଯେତିକି ସମ୍ଭବ ମୁଁ ଦେବି। 11 ଲାଇନ୍ 12 ଲକ୍ଷ କହିଲେ, ସେ ବି ପଇସା କିଛି ପାଇବେ। 2 ଲକ୍ଷ ସମଥିଙ୍ଗ ପଇସା ପାଇବେ, ଆଜି ବି କହୁଛି ପାଇବେ। ତାକୁ 5-10 ଦେଇଛି, ସେ ମତେ ସମ୍ପର୍କ ମତେ ମିଥିଳେଶ ଇଏ ଯୋଉ ଆପଣଙ୍କ ତାଙ୍କ ମିସେସ୍ ଯୋଉ ଅଙ୍କିତା ଯୋଉ ଅସଭ୍ୟ ଭାଷାରେ ଗାଳି ଗୁଲଜ ହଉଛନ୍ତି, ଏଗୁଡା ସୋସିଆଲ ମିଡିଆକୁ ଯେତେବେଳେ ଆସୁଛି ଆପଣଙ୍କର ଇମେଜ ନଷ୍ଟ ହଉନି? ଆଜ୍ଞା ମୁଁ ଶୁଣନ୍ତୁ, ଏବେ ତ ଗୋଟେ ମୋବାଇଲ ଧରିଛନ୍ତି ଆଜ୍ଞା, ଯିଏ ପାରିଲା ସେ ହବ ଆଜ୍ଞା। କେତେ ବଡ ମାଲିକ ନାଣ୍ଡୁ ବାବୁ, ବାପି ମାମୁନି ବି ନାଣ୍ଡୁ ବାବୁ ନାଁର ବି କହିଲେ, ଖାଲି ଅନ୍ୟ ନାଁରେ ବି କହିଲେ, ସମସ୍ତଙ୍କ ନାଁରେ ବି କହିଲେ। କୋଉ କଳାକାର କିଛି ସମସ୍ତେ ନୁହଁ, କେତେ ଜଣ। ମୋ କହିବା କଥା ବାବୁଲି ବାବୁ, ଆପଣ ଆପଣଙ୍କ ଘର କଳିଟାକୁ ଏଇଟାକୁ ଭିତରେ ରଖନ୍ତୁ, ସୀମିତ ରଖନ୍ତୁ। ଆଜ୍ଞା ଆମେ କଣ ରଖିପାରିବା? ଶୁଣନ୍ତୁ, ଇଏ ବର୍ଷକ ପାଇଁ କଥା ହେଇଛନ୍ତି। ଆଜି ଗାଳି ଦେଲେ, ଆଜି ଚାକିରି, କାଲି ଚାକିରିଟା ହେଇଗଲା ବୋଲି ଗାଳି ଦେଲେ। ଖାଲି ମୁଁ ଆଜ୍ଞା ମୁଁ ଭାଇ ସମସ୍ତଙ୍କର ଅଛି, କାହାର ଆଜ୍ଞା ମୁଁ ତ ଆଜି ବି କହୁଛି ସୋସିଆଲ ମିଡିଆ ମାଧ୍ୟମରେ, ମୁଁ ସମସ୍ତଙ୍କୁ ପଇସା ଦେବି। ଧୀରେ ଧୀରେ ମତେ ମାସେ 2 ମାସ ଟାଇମ ଦେଲେ ମୁଁ ସମସ୍ତଙ୍କୁ ପୁରା କ୍ଲୋଜ କରିଦେବି। ଆଜି ବି କହୁଛି, ବାପ ଗୋଟେ କଥା ଗୋଟେ ଆଜ୍ଞା, ମୁଁ କରଣ ଛୁଆ, ମୁଁ ସେମିତି ଇଏ ଯାହା କହୁଛି କୁହନ୍ତୁ। ଅନ୍ୟ ମାଲିକ କହୁଛନ୍ତି ଏଇ ଆଜ୍ଞା, ମୁଁ ଅନ୍ୟ ପାର୍ଟି ମାଲିକ ଛୁଟି କରିଛନ୍ତି, ବଡ ବଡ ଗେଣ୍ଡୁ କଳାକାର, ମୁଣ୍ଡି କଳାକାର ବା ଯାହା କୁହନ୍ତୁ, ଯୋଉଟା ଗେଣ୍ଡୁ କୁହନ୍ତୁ, ମୁଣ୍ଡି କୁହନ୍ତୁ, ଯାହା କୁହନ୍ତୁ, ବଡ ବଡ କଳାକାର, ସେମାନଙ୍କର ବି ପଇସା 2 ଲକ୍ଷ 3 ଲକ୍ଷ ଅଛନ୍ତି। ମୋ ପାଖରେ ବି ଚାକିରି କରିଛନ୍ତି ଆଜ୍ଞା, ବଡ ବଡ କଳାକାର ବି, ଛୋଟ କଳାକାର ହଉ, ସାନ କଳାକାର ହଉ, କଳାକାର। କିନ୍ତୁ ସମସ୍ତ କହୁଛନ୍ତି ଆଜ୍ଞା ହେତୁବର 3 ଲକ୍ଷ ଅଛି, କିଏ କହୁଛି ଲକ୍ଷ ଅଛି। ସେମାନେ ତ ବାହାର କରୁନାହାନ୍ତି, କହୁନାହାନ୍ତି ଆଜ୍ଞା, ଏମାନେ ଛୋଟିଆ ଛୋଟିଆ କଥା। ମୁଁ ପଇସା ଆଜ୍ଞା ସମସ୍ତଙ୍କର ଦେଇଦେବି। ଆଉ ଆଜ୍ଞା ଗୋଟିଏ କଥା, ମୋର ଯୋଉ ଆଜ୍ଞା 35ଟା ପିଲା ଟେଣ୍ଡର ନେଇକି ବା 30ଟା ପିଲାର ଟେଣ୍ଡର ନେଇକି ଆପଣ 16ଟା 18ଟା ରଖିକି, ଏଇଟା କଣ କଥା? ମୋର ଆଜ୍ଞା ଏଗ୍ରିମେଣ୍ଟ କରିଛନ୍ତି, ମାନେ ଆମେ ସବୁ ଟେଣ୍ଡର ଦେଇଦେଇଛୁ ନା, ଟେଣ୍ଟ ବାଲା, ବାଉଁଶ ବାଲା ଟେଣ୍ଡର, ଲେବର ଟେଣ୍ଡର, ସବୁ ଟେଣ୍ଡର ଯୋଉ ଦଉଛନ୍ତି ଆପଣ ଏଗ୍ରିମେଣ୍ଟ କରୁନାହାନ୍ତି? ଟେଣ୍ଡର ଦେଲା ହଁ ଏଗ୍ରିମେଣ୍ଟ କରୁଛୁ ଆଜ୍ଞା। ମୁଁ ଏବେ ଏକା ହେଇଗଲି, ମୋର ମାଲିକ କେହି ନଥିଲେ। ପବିତ୍ର ବାବୁ ତ ଫୋନ ଉଠେଇଲେନି। ଯଦି ଆଜି ଯୋଉ ଜିନିଷ ପତ୍ର କଥା କହିଲେ, ଜିନିଷ ପତ୍ର ସୁରକ୍ଷିତ ଜିନିଷ ଅଛି, ଜିନିଷ କିଛି ନାହିଁ, ତ ମୁଁ କାହାକୁ ଦେବି ଆଜ୍ଞା? ମତେ ପବିତ୍ର ବାବୁ କହିଲେ ରଥାଗଡ଼ ଜିନିଷ, ବସ୍, ଚେୟାର, ଗାଡି, ପାଲ ଜିନିଷ, ତାଙ୍କ ଗୋଟେ ଲୋକ ଗଲେଣି ଜଗିବା ପାଇଁ, ମୁଁ ଜିନିଷ ଦେବି କାହାକୁ? ଯୋଉ ବାବୁ ତୋର 20 ଲକ୍ଷ ମୁଁ ନେଇକି ପାଟା ଛୁଟି ଗଲି, ସେ 20 ଲକ୍ଷ ଟଙ୍କା ଆଜ୍ଞା ସେ ଦେଇଛନ୍ତି ଭଦ୍ରଲୋକ। ପାର୍ଟି ତ ପବିତ୍ର ପାତ୍ର ଏବେ ସୋସିଆଲ ମିଡିଆରେ ବାହାରିଛି, ଜଣେ ମ୍ୟାନେଜର ବାବୁଲି ବାବୁ ମାଲିକଙ୍କୁ ଆଡୁଆଳରେ ରଖି ପାର୍ଟି ବର୍ଷ ପୁରେଇଛନ୍ତି। ଆପଣ ବି ଶୁଣିଥିବେ, ଦେଖିଥିବେ। ସେ ପବିତ୍ର ପାତ୍ର ମାଲିକ ଥିଲେ, ମୁଁ ଗୋଟେ ଏଗ୍ରିମେଣ୍ଟ ଲିଜ୍ କରି ଆଣି ପାର୍ଟି ଚଲଉଥିଲି, ବୁଝିଲେ କି ଆଜ୍ଞା? ଚଲଉଥିଲି ଆଡୁଆଳରେ ମାଲିକଙ୍କୁ ରଖି ମୁଁ ପାର୍ଟି କରୁଥିଲି। ଏଇଠି ବ୍ରେକ୍ କରିବି। ବାବୁଲି ବାବୁ, ଆପଣ ଶୁଣିବାକୁ ମିଳୁଛି ପବିତ୍ର ସାର୍ ଯେତେବେଳେ ପାର୍ଟି ବାହାର କଲା ବେଳକୁ ଆପଣଙ୍କୁ କୋଉଠି କେତେ ଟଙ୍କା? ହଁ ମତେ ଦେଇଥିଲେ 1,50,000 30,000 ଏମିତି 30 ଲକ୍ଷ ଦେଇଥିଲେ। ଯାତ୍ରା ପାର୍ଟି ଆଜ୍ଞା 30 ଲକ୍ଷ ହେଇଯିବ? ପାର୍ବତୀରେ କିଛି ଥିଲା ଆଜ୍ଞା? ସାର୍ ଥିଲା କି? ଆପଣ ମାନେ ଜାଣିଛ ଥିଲା କିଛି ପାର୍ବତୀର? ଏଇଟା କଣ 30 ଲକ୍ଷ ଟା କୋଉ ହେଡ୍ ରେ ଦେଲେ? ମାନେ ଆଡଭାନ୍ସ ଦେବା ପାଇଁ। ଆଚ୍ଛା, ଆଉ ଯାହା ଆପଣ କ୍ୟାମ୍ପ କରିକି, ମୁଁ କମିଟି କ୍ୟାମ୍ପ କୋଉଠି ଲୋନ୍ ଆଣିଛି, ଧାର ଆଣିଛି, ଏମିତି କରିଛି ଆଉ। ଆଜ୍ଞା ବେପାର ଆଜ୍ଞା, ଆପଣ ଖାତା ପଡିଛି ଦେଖିବା, ଆସନ୍ତୁ। ମୁଁ 8 ମାସ 17 ଦିନ ଯାତ୍ରା କରିଛି। 8 ମାସ 17 ଦିନ ଯାତ୍ରାରୁ 3 ମାସ ଫିସ୍ କଣ୍ଟାକ୍ଟ କରିଛି। 3 ମାସ ପରେ ଆଉ ଯୋଉ 5 ମାସ 17 ଦିନ ରହିଲା, 18,000 22,000 24,000 27,000 50 ଆଜ୍ଞା କୋଉ ଦିନ ଧରିନି। କାହିଁକି ଏମିତି ବେପାର ହେଲାନି ଆଉ। ପାର୍ବତ ବଦନାମ ପାଟି, କିନ୍ତୁ ଏ ବର୍ଷ ବେପାର ହେଇଥାନ୍ତା। ପାର୍ବତ ମାର୍କେଟରେ କଳଙ୍କ ହଟି ଯାଇଥିଲା। ଯଦି ସେଇ କଥା କୁହେ, ଗୋଟେ ଆଜ୍ଞା ରାଜଧାନୀ ପାର୍ଟି ମାଲିକ ଥିଲା, 2 କୋଟି ଟଙ୍କା ଦେଲା ପରେ 3 ମାସ ଯାତ୍ରା ଆଜି ବନ୍ଧା ପଇଲା ଆଜ୍ଞା। କିନ୍ତୁ ପାର୍ବତୀ ପାର୍ଟି ମାର୍କେଟରେ ବନ୍ଧା ପଡିନି, ଆଜି ବି କହୁଛି।
ତାଙ୍କ ଜିନିଷ ସୋସିଆଲ ମିଡିଆରେ ଟିଡିରେ ଅଛି, ସୁରକ୍ଷିତରେ ଅଛି। ସେ 20 ଲକ୍ଷ ଟଙ୍କା ସେ ବାବୁ ଦେଇଛନ୍ତି, ମୁଁ ଏଗ୍ରିମେଣ୍ଟ କରି ତାଙ୍କୁ ଦେଇଥିଲି, ପଇସା ଦେଇଛି, ତାଙ୍କ ଜିନିଷ ସୁରକ୍ଷିତ, ତାଙ୍କ 20 ଲକ୍ଷ ଟଙ୍କା ଦେଇଦେଇ ତାଙ୍କ ଜିନିଷ ନେଇଯିବେ। ନମସ୍କାର ଆଜ୍ଞା, ମୁଁ ଆଉ ପାର୍ଟି ଏ ଯାତ୍ରା ସଂସ୍ଥା ଆଜ୍ଞା ସମସ୍ତେ କହିଥିଲେ ଯେ ପବିତ୍ର ଉପରେ ତମେ ଚଳିପାରିବନି, ବର୍ଷ ମୁଣ୍ଡ ଲାଗିବନି, କିନ୍ତୁ ମୁଁ ବର୍ଷ ମୁଣ୍ଡ ଲଗେଇକି ତାଙ୍କ ପାର୍ଟି ଛୁଟି ସୁରକ୍ଷିତରେ ପାର୍ଟି ଅଛି, ତା ଜିନିଷ ନେଇଯାଆନ୍ତୁ, ମୋର ଟେନସନ ନାହିଁ। ମାନେ ମୁଁ ବୁଝିପାରିଲିନି ଏଇଠି, ମାନେ ସେ ଯୋଉ ମାନେ କଣ 20 ଲକ୍ଷ ଟଙ୍କା ଦେଇକି 20 ଦେବେ ଲକ୍ଷ ପାର୍ଟି? ଛୁଟି ହେଲା ବେଳକୁ ମୋର 50 ଲକ୍ଷ 22,700 ଟଙ୍କା ଦରକାର ପଡିଲା। କଳାକାର ଛୁଟି କରିବା ପାଇଁ ଟଙ୍କାଟେ ପାଉନି, ସବୁ ପାଟର ତ ବର୍ଷ ଲସ୍ ହେଇଛି। ହେଲା ପରେ ଆପଣ ଯୋଉ ଲିଜ୍ ରେ ଆଣିଲେ ପବିତ୍ର ସାରଠୁ, ଲିଜ୍ ନୁହଁ ଆଜ୍ଞା, ମିଛର ଗୋଟେ କରତେ ଲିଜ୍ କଣ, ମୁଁ କଣ ଲିଜ୍ ମୁଁ କୋଠୁ ଲିଜ୍ ଗୋଟେ ଲେଖାପଢା କରିକି ଆଣିଥିଲି। ବାବୁ ଆପଣ ପାର୍ଟିଟା ବର୍ବାଦ ହେଇଛି, ଡୁବି ଯାଇଛି, ତାକୁ ଚଲେଇକି ମୁଁ ଯଦି ପବିତ୍ର ପାତ୍ର ନାଁ କରି ମାର୍କେଟରେ ଅଟକେଇବେ, 10 ଜାଗା ମତେ ଆଜ୍ଞା ଅଟକେଇଛନ୍ତି ପାର୍ବତୀର, 10 ଜାଗା ସମସ୍ତଙ୍କର ସମାଧାନ କରିଛି। ମାର୍କେଟରେ ଆଜ୍ଞା 5,72,000 ସୁଝିଛି ଏଇ ପାର୍ବତୀ ପଇସା ପବିତ୍ର। ନା ନା ମୁଁ ବୁଝିଲି ଆପଣ ଯୋଉଟା କହିଲେ, ଆପଣଙ୍କୁ ସେଥିପାଇଁ ଯେ ଯାହା ହଉ ଆପଣ ଗୋଟେ ମାନେ ଗୋଟେ କହନ୍ତିନି ଯେ ବୁଡି ଯାଉଥିବା ନାଳକୁ ସାହା ହେଇଛନ୍ତି। ଯେ ମୁଁ ଏଇଠି ଡାଉଟ୍ କ୍ଲିୟର ରହିଲା ଯେ ଆପଣ ଯୋଉ କହିଲେ ଏବେ ଯେ ପାର୍ଟି ପବିତ୍ର ସାର୍ ଆପଣଙ୍କୁ ଦେଇଥିଲେ, କେତେ ଟଙ୍କା ଦେଇଥିଲେ? କେତେ ଟଙ୍କା ଦେଇଥିଲେ ପାର୍ଟି ବାହାରିଲା ବେଳକୁ? ଆପଣ 30,000, 50,000, 3 ଲକ୍ଷ, 2 ଲକ୍ଷ ଏଇଭଳିଆ କରିକି ମତେ ଦେଇଥିଲେ। 31 ଲକ୍ଷ କି 30 ଲକ୍ଷ 32 ଏମିତି କଣ ଦେଇଥିଲେ ଆଉ, ଦେଖିଲେ ମନେ ନାହିଁ। ଆପଣ ଯୋଉ ମୌଖିକ କି ଯାହା ଆପଣଙ୍କର ଲେଖାପଢା ହେଇଥିବ ନା ନାଇଁ କିଛି ହେଇନି, ଆପଣ ସେମିତି ଆଣିଥିଲେ ତାଙ୍କୁ? ମୁଁ ଏଗ୍ରିମେଣ୍ଟ କରିଥିଲି, ବାବୁ ମୁଁ ପାର୍ଟିଟା ନେଇକି ଚଳଉଛି, ଯତ ପବିତ୍ର ବାବୁଙ୍କ ନାଁ ନେଇକି ଚଳେଇଲେ ମାର୍କେଟରେ ବହୁତ ପ୍ରୋବ୍ଲେମ ଅଛି ପାର୍ବତୀ, ମୁଁ ନାଁଟା ନେଇକି ଚଳଉଛି, ମୁଁ ଗୋଟେ ଲେଖାପଢା କରି ଆଣିଛି। ଆଜ୍ଞା ରାଜଧାନୀ ଗୋଟେ 3.5 ଲକ୍ଷ ଟଙ୍କା ମତୁର ଖାଇଥିଲା, ସିଏ ଆଜ୍ଞା 10-12 ଜଣ ଆସିକି ମୋ ପାଖରେ ପହଞ୍ଚିଲେ, ଥାନା ଆଉ ଗଲି, ସେ ତିଡି ବାଲା ସେ ବାବୁ ସବୁ ଆସିକରି ଏଇଟା ପାର୍ବତୀ ପାର୍ଟି ପବିତ୍ର ପାତ୍ର ନୁହେଁ, ଦେଖିଲେ ଏଗ୍ରିମେଣ୍ଟଟା ରାଜଧାନୀ ହଉଛି ପବିତ୍ର ବାବୁର, ଦେଖିଲା ବେଳକୁ ପାର୍ବତୀ ଆଉ ପବିତ୍ର ବାବୁର ଏଗ୍ରିମେଣ୍ଟ ହଉନି, ସେଟା ବାବୁଲି ମହାନ୍ତି ସଂଯୋଗ କରୁଛି। ଏଇଥିପାଇଁ ଦେଖିକି ସେ ଲାଷ୍ଟ ସେଠି ଆଜ୍ଞା ଥାନା ପାଖରେ ମୋ 10-5 ହଜାର ଖର୍ଚ୍ଚ ହେଲା ନା ନାଇଁ, ଥାନା ହେଇନି ହବ ନା ନାଇଁ, ମୁଁ ଯାଇକି ମାଗଣା ଯିବି କି ଆଜ୍ଞା? ମୁଁ ଏଇଭଳିଆ ବହୁତ ଅଛି, ମୁଁ ଦେଖିଲି ପୁଣି ପାର୍ବତୀ ବାହାର କରିବି, ରାଜଧାନୀରୁ ମାର୍କେଟ 30-40 ଲକ୍ଷ ଅଛି, ପୁଣି ମତେ ଘେରିବେ ଆଜ୍ଞା। ମୁଁ ଆଜ୍ଞା ଏତେ ଟେନସନ, ବର୍ଷ ସାରା ଆଜ୍ଞା ଖାଇ ପାରିଲିନି, ପିଲା ଛୁଆ ସଂସାର ଘର ଦ୍ୱାର ଆଜ୍ଞା କିଛି ଦେଖି ପାରିଲିନି, କିଛି କରିପାରିଲିନି, ପାର୍ଟି ପାଇଁ ମୁଁ ପାଗଳା ହେଇଗଲି। ନିହାତି ନିହାତି ମ୍ୟାନେଜର ମାନେ ବହୁତ ହେଡେକ୍ ନିଅନ୍ତି ଆଜ୍ଞା। ମୁଁ ଆଜ୍ଞା ମ୍ୟାନେଜର ମାନଙ୍କ ଅନ୍ୟ ବଡ ଭାଇ ମାନେ ମ୍ୟାନେଜର ଅଛନ୍ତି, ବଡ ବଡ ମାଲିକ, କୋଟିପତି ମାଲିକଙ୍କ ପାଖରେ ଅଛନ୍ତି, ମୋର ଆଜ୍ଞା ସେମିତିରେ ମୁଁ ଜଣେ ଆଜ୍ଞା ବର୍ଷେ ଯାତ୍ରା ଦେଖି ପାର୍ବତୀ ବଦନାମ ଥିଲା, 4 ବର୍ଷ ହେଲା ଅଧାରୁ ବନ୍ଦ ହଉଥିଲା, ରଜ ନାଟ କରି ଛୁଟି କରିଛି। କଳାକାର କିଛି ପଇସା ପାଇବେ, ଲସ୍ ହେଇଛି, ମୁଁ ବ୍ୟବସ୍ଥା କରିଛି ଦେଇଦେବି, ଏଇ ତ କଥା ଆଜ୍ଞା, ଆଉ କିଛି କଥା ନାହିଁ। ଆଉ ଲେବର ମାନେ ଯୋଉ କହୁଛନ୍ତି ଯୋଉ ପଇସା ପାଇବା କଥା ସେ କିଛି ପାଇବେ, ମୁଁ ବ୍ୟବସ୍ଥା କରିଛି, 1-2 ମାସ ଭିତରେ କ୍ଲୋଜ କରିଦେବି। ସେମାନେ କହୁନାହାନ୍ତି ଯେ ଆପଣ ଦେବେନି ବୋଲି କହୁନାହାନ୍ତି, ସିଏ କହିବା କଥା ଯେ କଳାକାରଙ୍କର ପଇସା ଦେଇକି ତାଙ୍କୁ ଛୁଟି କଲେ, ଆମେ ତାଙ୍କର ଟେଣ୍ଟ ଜଗିକି ରହିଲୁ। ନାଇଁ ଆଜ୍ଞା, ଖାତା ଅଛି ବାହାରିବ, ଇଲେକ୍ଟ୍ରି ଭାଗି ନେଇଛି 40 ନା 50 ହଜାର ନେଇଛି, ଇଏ ଆଜ୍ଞା ଦିଲ୍ଲୁ ନେଇଛି 10, 5, 20 ଆଉ ଏମିତି ସେ ବି 35-40 ହଜାର ନା କଣ ଏମିତି ଛୁଟି ଦିନ, ଖାତା ତ ଅଛି, ଫୋନ ପେ ଅଛି ନା ନାଇଁ ଦେଇଛି, ଆଉ ସମସ୍ତ କିଛି ଦେଇଛି, ବୁଝିପାରିଲେନି? 20 ଲକ୍ଷ ଟଙ୍କା ଟାକୁ ବାଣ୍ଟି ଦେଲେ କେତେ ପଡିବ ଭାଗ ଆଜ୍ଞା କହିଲେ, 150 ଲୋକଙ୍କୁ ବାଣ୍ଟି ଦେଇଛି ଆଜ୍ଞା। ଆଉ କିଛି ପଇସା ବାକି ଅଛି, ଆଉ 20-25 ଲକ୍ଷ ମାର୍କେଟରେ ଅଛି, ଏଇ ଇଭେଣ୍ଟ ମାର୍କେଟ ମାନେ ଏଇ ଯୋଉ କଳାକାର ମାନଙ୍କର, ମୁଁ ଆଜ୍ଞା ସେ ପଇସା 1-2 ମାସ ଭିତରେ ମୁଁ କ୍ଲୋଜ କରିଦେବି। ଆଜି ବି ଆପଣଙ୍କୁ କହୁଛି, ଯୋଉଦିନ କ୍ଲିୟର ହବ ଆପଣ ବି ଛିଡା ହେବେ, ଆପଣଙ୍କୁ ବି ମୁଁ ନିମନ୍ତ୍ରଣ କରୁଛି, 15 ତାରିଖ ଦିନ ଆମର ଆଖଡା ପୂଜା, ଆସନ୍ତୁ, ମୁଁ ଆପଣ ସ୍ପେଶାଲ ନିମନ୍ତ୍ରଣ ଆସନ୍ତୁ, ଏଇଠି ବି କଥା ହବା, ଠକେଇବିନି ଆଜ୍ଞା କାହାକୁ। ନା ନିହାତି ନିହାତି ମୁଁ ଜାଣିଛି। ଆମର ଶୁଣନ୍ତୁ, ମୁଁ ଆପଣଙ୍କୁ କଣ, ମୁଁ ବି ପୁରୁଣା ଲୋକ ଯାତ୍ରା ପାର୍ଟିରେ, ଆପଣ ଜାଣିଛନ୍ତି ଭଲ ଆଗରେ, ଆପଣ ଯେମିତି ଯାତ୍ରା ଇଣ୍ଡଷ୍ଟ୍ରି ଗୋଟେ ମ୍ୟାନେଜର, ମୁଁ ଗୋଟେ ଆଜ୍ଞା। ଆପଣ ଯେତେବେଳେ ପ୍ରଥମ ଆରମ୍ଭ କରିଥିଲେ, ପ୍ରଥମ ଭେଟ ହେଇଥିଲେ ଆମେ ଆଜ୍ଞା, ମନେ ପକାନ୍ତୁ। ନିହାତି ସେଇ କିଶୋର ସାହୁ ଦ୍ଵାରା ଭେଟ ହୋଇଥିଲେ, ସେଇ ଜିନିଷ ଯୋଉ ସମ୍ପର୍କ ସେଇଆ ଆଜ୍ଞା। ଆଜ୍ଞା ଆମେ କରପସନ ନୁହଁ, କୋଉ କଳାକାର, କୋଉ ଲେବର, କୋଉ କମିଟି କହିପାରିବେନି ଯେ ବାବୁଲି ମ୍ୟାନେଜର 10,000, 5,000, 5 ଟଙ୍କା ନେଇକି
ପ୍ରକୃତ କଥା ବାବୁଲି ବାବୁ କଣ ହଉଛି କହିଲେ ଏଇ ଯୋଉ ଯାତ୍ରାର ଏତେ ବାହାରୁଛି ମାନେ ଏତେ ଇଏ ହଉଛି ଯୁଆଡେ ଗଲେ ଲୋକ ବଜାରରେ ସେ ଯାତ୍ରା ପାଟିରେ ଇଏ ହଉଥିଲା ସେ ପାଟିରେ ମାନେ ନିଜକୁ ଆଗ ଖରାପ ଲାଗିଲାଣି ଆଜ୍ଞା ମୁଁ ଆଜି କହୁଛି ଯାତ୍ରାର ଅଧପତନ ଆଜ୍ଞା ଦେଖନ୍ତୁ ଏ ବର୍ଷ ଆହୁରି ଅଧପତନ ହେବେ ଯାତ୍ରା ଆଜ୍ଞା ଅଧପତନ ଯୋଉମାନେ ଆଜ୍ଞା ନାଁର ଯାହା ବିରୋଧରେ କହୁଛନ୍ତି ବର୍ଷେ ପରେ ପୁଣି ତାଙ୍କ ସମସ୍ୟା ଦେଖନ୍ତୁ ଚାକିରି ପାଇଁ ବ୍ୟାକୁଳ ହେଇକି ବୁଲୁଛନ୍ତି ମୁଁ ନାଁ କହୁନି ହେଲା ଶୁଣନ୍ତୁ ଗୋଟିଏ ତାରିଣୀ ଗଣନାଟ୍ୟ ଥିଲା ଟୋକା କମେଡି ବାହାର କରିଥିଲ ବୋଲି ଆସି ମୋର ଗୋଟେ ଗୋଡ ଧଇଲା ବାବୁ ଚାକିରି ଦିଅନ୍ତୁ ମୁଁ ତୁ ତାରିଣୀ ଗଣନାଟ୍ୟ ଥାନାରେ ରହି କହିଥିଲୁ ସେ ମାଲିକର ପରିସ୍ଥିତି ମାଲିକ ଘରେ ବସିଲନି ହଁ ଆଜ୍ଞା ମାଲିକ ଘରେ ବସିଲନି ମାଲିକର କଥା କହିଲନି ଆଜ୍ଞା ଥାନାକୁ ଗଲେ ପଇସା ପାଇଲ ଥାନା କଣ ହେଲା କଣ ସମାଧାନ ହେଲା କହିଲେ ବାବା ଏମିତି କଥା ହଉ ଆପଣ ସୋସିଆଲ ମିଡିଆକୁ ଜଣାନ୍ତୁ ମୁଁ ଆଜି ବି କହୁଛି ଦେବି ଆପଣ ଗୋଟେ କାମ କରନ୍ତୁ 15 ତାରିଖ ନିମନ୍ତ୍ରଣ ହେଲେ ଆପଣ ଆସନ୍ତୁ ରହିଲି ଭାଇ ନମସ୍କାର ଜୟ ଜଗନ୍ନାଥ।